ଆମର ଏକ୍ସାଇଜ୍ କମିଶନର ମ୍ୟାଡ଼ାମ୍ ପି ଅନିଶା ରେଡ୍ଡି ଆଇଏଏସ୍ ଆଉ ଏକ୍ସାଇଜ୍ ଜଏଣ୍ଟ କମିଶନର ଶ୍ରୀ ଡମ୍ବରୁଧର ଖଣ୍ଡାଙ୍କର ନିର୍ଦ୍ଦେଶ କ୍ରମେ ଆମର ଯେଉଁ ସ୍ପେଶାଲ୍ ଡ୍ରାଇଭ୍ ଚାଲିଛି ଏବେ 20 ଡିସେମ୍ବରରୁ 15 ଜାନୁଆରୀ 2026 ପର୍ଯ୍ୟନ୍ତ ଜଏଣ୍ଟ ଏନଫୋର୍ସମେଣ୍ଟ ୱିଥ୍ ପୋଲିସ ସେହି ପରିପ୍ରେକ୍ଷୀରେ ଆମର ଗୋଟେ ଖବର ଆସିଥିଲା କି ବାଲିଗୁଡ଼ାରୁ ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ ହେଉଛି। এই ভিতরে মু গোটে টিম রেডি করଥିଲି আমার ইন্সপেক্টর নারায়ণ জেনা ଆଉ সব ইন্সপেক্টর নম্রতা নাহক এক টিম নেই যাইଥିଲେ আসকার ধৌগাঁর পেট্ରୋଲ ପମ୍ପ ପାଖରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ବାଲିଗୁଡ଼ା ପଟୁ ଗୋଟେ ଭର୍ଣ୍ଣା ଗାଡ଼ି ଆସିଥିଲା, ତାକୁ ସେମାନେ ଡିଟେନ୍ କରିଥିଲେ। ପୂର୍ବ ସୂଚନା ଅନୁସାରେ ଆମେ ସେମାନଙ୍କୁ ଡିଟେନ୍ କରିଥିଲୁ ଏବଂ ସେଥିରୁ ପ୍ରମାଣ ପାଇଲୁ ଯେ ପଛରେ ଗୋଟେ ବୋଲେରୋ ଆସୁଛି ଏବଂ ସେଇ ବୋଲେରୋ ଆସିଲା ପରେ ବୋଲେରୋକୁ ମଧ୍ୟ ତଲାସି କଲୁ। ସେଥିରୁ 52 କିଲୋ ଗଞ୍ଜେଇ ଆମେ ଜବତ କଲୁ ଏବଂ ଏହି ପରିପ୍ରେକ୍ଷୀରେ ଆମେ 4 ଜଣଙ୍କୁ ଆରେଷ୍ଟ କରିଛୁ। ସେଥିରେ 3 ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି ଏବଂ ସେମାନଙ୍କ ପୋଜିସନରୁ 2ଟି ଗାଡ଼ି, ଗୋଟେ ବୋଲେରୋ, ଗୋଟେ ଭର୍ଣ୍ଣା ଆଉ ଗୋଟେ 4ଟା ଆଣ୍ଡ୍ରଏଡ଼୍ ମୋବାଇଲ ଏବଂ 4 ଜଣ ଲୋକ ଆରେଷ୍ଟ ହୋଇଛନ୍ତି। ଏହି ଟୋଟାଲ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି 25 ଲକ୍ଷ ହେବ। ଆମର ଏଇ ଯେଉଁ ଚଢ଼ଉ ଜୋରଦାର ଆଗକୁ ଚାଲିବ ଯେହେତୁ ସ୍ପେଶାଲ ଡ୍ରାଇଭ୍ ଅଛି ଏବଂ ଏହି ଗଞ୍ଜା ଟ୍ରେଡ଼ରେ କିମ୍ବା ଇଲିସିଟ୍ ଲିକର ଟ୍ରେଡ଼ରେ ଯେଉଁମାନେ ଇନଭଲ୍ଭ ହେବେ ଆମେ ସେମାନଙ୍କୁ ସମସ୍ତଙ୍କୁ ଦୃଢ଼ ହସ୍ତରେ ଦମନ କରିବୁ ଏବଂ ସମସ୍ତଙ୍କୁ ଆରେଷ୍ଟ କରି କୋର୍ଟକୁ ଫରୱାର୍ଡ଼ କରିବୁ।